हाय फ्रेंड्स, जय जगन्नाथ। गुड मॉर्निंग। सकाळू उठिकी ଏବେ ତ ସକାଳୁ ଉଠିବାକୁ ପଡ଼ୁଛି। ସକାଳୁ ଉଠିକି ଗାଧେଇ ପାଧେଇ ମୋର ଟିକେ ସନସ୍କ୍ରିନ୍ ଆଉ ଲିପଷ୍ଟିକ୍ଟା ନ ଲଗେଇଲେ ହେବ କି, ସେ ଦୁଇଟା ଲଗେଇକି ଆଙ୍କର ଯିବାର ଥିଲା ସ୍କୁଲ, ତ ତାଙ୍କ ପାଇଁ ଟିଫିନ୍ ରେଡ଼ି କଲି। ଆଜି ସେ ମନା କଲେ ଲଞ୍ଚ ନେବା ପାଇଁ, ତ ମୁଁ ଜଲ୍ଦି ଗାଧେଇକି, କାହିଁକିନା ମୁଁ ଅଗାଧୁଆ ତ ରୋଷେଇ କରେନି, ଜଲ୍ଦି ଗାଧୁଆ ପାଧୁଆ ସାରି ତାଙ୍କ ପାଇଁ ଯାଇଥିଲି। ରୁଟି ଆଉ ଆଜି କିଛି ନାହିଁ, ରୁଟି ଆଉ ଆଳୁ ଭଜା ବନେଇଥିଲି। ସେ କହିଥିଲେ ଖାଲି କିଛି ବେଶୀ ପରିବା ପକାନା, ଖାଲି ଆଳୁ ଭଜା ଆଉ ରୁଟି ନେଇକି ଯିବା ପାଇଁ। ଆଉ ବର୍ଷା ହେଉଥିଲା ବାହାରେ ବହୁତ, ସକାଳୁ ରାତି ଯାକ ପୁରା ବର୍ଷା ଲାଗିକି ରହିଛି, ଟିକେ ବି ଛାଡ଼ିନି। ଏଥିରେ ଝିଅର ଡ୍ରେସ୍ ଗୁଡ଼ା ବି ସଫା କରିଦେଇଛି, କେଉଁଠି ଶୁଖେଇବି କିଛି ବୁଝିପାରୁନି। ବାହାରେ ତ ପୁରା ବର୍ଷା ମାନେ ଟିକେ ଝିପଝିପ୍ ହେଉଛି ପୁଣି ଛାଡ଼ୁଛି, ପୁଣି ଝିପଝିପ୍ ହେଉଛି ପୁଣି ଛାଡ଼ୁଛି, ପୁରା ଲାଗିକି ରହୁଛି। ଏଠି ସିନ୍ଦୁର ଫିନ୍ଦୁର ଲଗେଇ ଟିକେ ଲିପଷ୍ଟିକ୍ ଲିପବାମ୍ ଫିପବାମ୍ ଲଗେଇ ହେଇଯାଇଥିଲି ରେଡ଼ି। ଶ୍ରାବଣ ମାସ ହେଇନି କିନ୍ତୁ ପୁରା ଏବେ ପାଗଟା ଦେଉଛି ପୁରା ଶ୍ରାବଣ ମାସର, ମାନେ ପୁରା ଲଗାତାର ବର୍ଷା। ଟିକେ ବି ଏତେ ବର୍ଷା ହେଇକି ବି ଏତେ ଟିକେ କାମ କରିଦେଲେ ଏତେ ଗୁଳୁଗୁଳି ଲାଗୁଛି, ବହୁତ ଗରମ ଲାଗୁଛି। ଏପର୍ଯ୍ୟନ୍ତ ବି ଥଣ୍ଡାଟା ଆସିନି। ତାପରେ ଏଠି ରେଡ଼ି ହେଇକି ଟିକେ ଷ୍ଟାଇଲ୍ ମାରିକି ଫଟୋ ଉଠେଇ ଟିକେ ଭିଡ଼ିଓ କରି ଯିବା କିଚେନ୍କୁ ଫାର୍ଷ୍ଟ। ଏଠି ଦେଖନ୍ତୁ ମୁଁ ଆଳୁ ଫାଳୁ କାଟିକି ପୁରା ଧୁଆଧୁଇ କରିକି ରଖିଦେଇଛି। ଅଟା ବି ଚକଟି ଦେଇଛି, ଖାଲି ରୁଟି ହେବ, ଭଜା ହେବ। କଢ଼େଇ ବସେଇଥିଲି, ଭଜାଟା ବସେଇକି ଯିବି। ଏହା ଭିତରେ ଝିଅ ଉଠି ଯାଇଥିଲା, ତାକୁ ଟିକେ ପ୍ୟାମ୍ପରିଂ କରିବାକୁ ପଡ଼ିଲା ସକାଳୁ। ସେ ଟିକେ ଗେଲ ହେବ, ତାର ଟିକେ ଲାଗିଗଲା ତ ଲିପଷ୍ଟିକ୍, ମାମା ଲାଗିଗଲା ନା। ସେ ଏମିତି ଟିକେ ସକାଳୁ ଗେଲ ହେବ। ଉଠୁ ଗେଲ ହେଲା ପରେ ତା ମୁଡ୍ ଫ୍ରେଶ୍ ହେବ। ମୋ ଝିଅ କହୁଛି ହାଏ, କି କ୍ୟୁଟ୍। ସକାଳୁ ଉଠିଗଲା ମାନେ ହସ, କାନ୍ଦ ନାହିଁ। ଏହା ଭିତରେ ମୁଁ ଠାକୁର ପୂଜା ସାରି ଦେଇଥିଲି। ସବୁକୁ ତ ମ୍ୟାନେଜ୍ କରିବାକୁ ପଡ଼େ। ତାକୁ ଟିକେ ଖାଇବା ଦେଇକି ସେ ତାର ଟିକେ ଖେଳୁଥିଲା। ତା ଭିତରେ ମୁଁ ଠାକୁର ପୂଜାଟା କମ୍ପ୍ଲିଟ୍ କରିଦେଲି। ଆଉ ଆଜି ଟିକେ ଲେଟ୍ ହେଇଗଲା, 9ଟା ବାଜି ଯାଇଥିଲା ପୂଜା କରୁ 9ଟା 10ଟା ହେଇଯାଇଥିଲା। ଏହା ଭିତରେ ମୁଁ ବି ଟିକେ ଖାଇ ଦେଇଥିଲି। ତାପରେ ଲଞ୍ଚର ପ୍ରିପାରେସନ୍ କରିଦେଇଥିଲି। ମୋର କିଛିଟା କାମ ଥିଲା, ମୁଁ ତାକୁ କଲି। ତାପରେ ଯାଇକି ଲଞ୍ଚ ପ୍ରିପାରେସନ୍ କରୁ ହେଇଯାଇଥିଲା 1:30 1 ହେଇଯାଇଥିଲା। ଆଜି କିଛି କଲେନି, ଭାତ, ଅରୁଆ ଭାତ, ସୋମବାର ଅରୁଆ ଭାତ, ସିମ୍ପଲ୍ ପ୍ଲେନ୍ ଡାଲି, ପୋଟଳ ଥିଲା, ବିନ୍ସ ଥିଲା, ତାକୁ ଆଳୁ ପକେଇକି ସାଧା ଭଜା, କିଛି ପିଆଜ ରସୁଣ ତ ୟୁଜ୍ ହେବନି, ଭାଜି ଦେଇଥିଲି। ଆଉ ସାଇଡ଼୍ରେ ଲଙ୍କା ଲୁଣ ଲେମ୍ବୁ ନ ରହିଲେ ସେଟା କ'ଣ ହେବ କି, ନାଇଁ ନା। ତ ଏତିକି ଖାଇବା, ବେଶୀ କିଛି ବନେଇ ନଥିଲି, କାହିଁକିନା ଆଙ୍କର ତ ଖାଇବାର ନଥିଲା। ଆମେ ଖାଲି ମା ଝିଅ, ସେ ବି ଟିକେ ଭାତ ଡାଲି ଭଜା ଖାଇଦେଲା, ବାସ୍ ହେଇଗଲା ଆମର। ବେଶୀ ଆଉ କିଛି ଆଜି ବନେଇନି। କି ମଣ୍ଡେଟା ସାଧା ସିଧା, ପୁରା ବିନା ପିଆଜ ରସୁଣ, ପୁରା ସାତ୍विक ଭୋଜନ। ଏଇଟା ମମି ବନେଇକି ଦେଇଥିଲା, ଘରେ ଘିଅ ବନେଇକି, ଦେଶୀ ଗୁଆ ଘିଅ ଘରେ ହିଁ ବନେଇଛି, ପୁରା ଦେଶୀ ଗାଈ କ୍ଷୀରରୁ। ବଢ଼ିଆ କି ବାସ୍ନା। ଗରମ ଭାତରେ ଘିଅ ପକାଇଦେଲା, ଆଉ କିଛି ଦରକାର ହିଁ ନାହିଁ ସାଇଡ଼୍ ଆଇଟମ୍। ତାପରେ ମୋ ଝିଅ ଶୋଇକି ଉଠି ଯାଇଥିଲା, ଉଠିକି ମୁଣ୍ଡ ହଲାଉଛି, ନାଇଁ ମୁଁ ଯିବିନି, ନାଇଁ କହିଲି ମାମା ଚାଲ ଯିବୁ ଖେଳିବୁ, କହିଲା ନାଇଁ ହେଉଥିଲା। ଆଉ ଟିକେ ହସିଲା, ଖେଳିଲା। ମୁଁ ଯେମିତି ଆଖି ବ୍ଲିଙ୍କ କରୁଥିଲି ସେ ବି କରୁଥାଏ। ଏମିତି ଆଉ ମା ଝିଅଙ୍କର ଚାଲିଥାଏ ଦିନ ଯାକ। ଆଉ କ'ଣ, ଆଉ କିଛି ଦିନ ଗଲେ ମୁଁ ହେବି ସେ ଏମିତି ଆମ ପାଇଁ
ଶୋଉନଥିବେ କିଛି ନାହିଁ, ସେ ତାଙ୍କର ଅଲଗା ବଡ଼ ହେଇଯିବେ ଆସ୍ତେ ଆସ୍ତେ। ଆଉ ସିଏ ନା ଏବେ ତା ବ୍ଲାଙ୍କେଟ୍ ଘୋଡ଼ି ହେବନି, ଆମେ ଯାହା ଘୋଡ଼ି ହେବୁ ସେ ସେୟା ଘୋଡ଼ି ହେବ। ଲଞ୍ଚ କରିସାରିଲା ପରେ ତାକୁ ଶୁଆଇବାଟା ଭାରି କଷ୍ଟ। ସେ ଅଲରେଡ଼ି ସକାଳୁ ଶୋଇକି ଉଠିଥିଲା ଲେଟ୍ରେ। ଆଉ ଆମେ କହୁଛୁ ବାଏ ବାଏ, ଆମେ ଯାଉଛୁ ଶୋଇବାକୁ। ସେ ଶୋଇଲା ପରେ ବାହାରକୁ ଆସି ଦେଖେ ତ ବହୁତ ଜୋର ବର୍ଷା ହେଇଯାଇଛି। ଆଉ ତା ଭିତରେ ମୋର ଗୋଟେ ପାର୍ସଲ୍ ଆସିକି ପହଞ୍ଚି, ପାର୍ସଲ୍ ଆକ୍ଚୁଆଲି ମୋର ନଥିଲା, ମୋ ଝିଅର ଥିଲା। ତା'ର ଗୋଟେ ବୁକ୍ ମଗେଇଥିଲି, କାହିଁକିନା ତା'ର ପୁରୁଣା ବୁକ୍ଟା ସେ ଚିରି ସାରିଥିଲା ପୁରା। ତା ପାଇଁ ଗୋଟେ ବୁକ୍ ମଗେଇଥିଲି, ସେଇଟା ଆସିକି ପହଞ୍ଚି ଯାଇଥିଲା। ଆଉ ଦେଖିବେ ତା ରିଆକ୍ସନ୍, ସେ ଶୋଇକି ଉଠୁ ଉଠୁ ସେ ବୁକ୍ ଦେଖିକି କେତେ ଖୁସି ହେଇଯିବ। ସେ ଆସିନଥିଲା ପାର୍ସଲ୍ ବାଲା, ତ ମୋତେ ଫୋନ୍ କରିଥିଲା, ମୁଁ ବାହାରେ ୱେଟ୍ କରିଥିଲି। ସେ ପାର୍ସଲ୍ ଦେଲା ପରେ ମୁଁ ତାକୁ ଓପେନ୍ କରିକି ଦେଖିଲି ତ ବହୁତ ବଢ଼ିଆ ବହିଟା ହେଇଛି, କାର୍ଡ଼ବୋର୍ଡ଼ ବାଲା ବହିଟା। ମାନେ ଛୁଆଙ୍କୁ ପଢ଼ିବାକୁ ଇଜି ହେବ, ଆଉ ସେମାନେ ଇଜିଲି ଚିରି ପାରିବେନି ତାକୁ। ବହୁତ ଭଲ ବୁକ୍ଟା ଥିଲା। ଆର ଏଇଭଳିଆ ଗୁଡ଼ର ଗୋଟେ ପୁରୁଣା ବୁକ୍ଟା ଥିଲା, ସେଇଟା ସେ ଚିରି ଦେଇଥିଲା ତ, ମାନେ ଅଧା କିଛିଟା ପଢ଼ିଛି ତା ଭିତରୁ ଚିରା ହେଇଯାଇଥିଲା, ତ ମୁଁ ତା ପାଇଁ ଗୋଟେ ନୂଆ ବୁକ୍ଟେ ମଗେଇ ଦେଇଥିଲି। ଦେଖନ୍ତୁ କେତେ ବଢ଼ିଆ, ପୁରା A to Z ଯାଏଁ ଗୋଟେ ଗୋଟେ ମାନେ ତା'ର ଆଲଫାବେଟ୍ରେ ତା'ର ଦେଇଛି ୱାର୍ଡ଼ିଂ। ତାପରେ 1 2 3 ହିନ୍ଦୀରେ କ ଖ ଗ ପୁରା। ତାପରେ ବଢ଼ିଆ ପୁରା ପିକ୍ଚର୍ ସହ ଛୁଆଙ୍କୁ ପଢ଼ିବା ପାଇଁ ବି ବହୁତ ଇଜି ହେବ ଏଥିରେ। ଆଉ ସବୁ ଫ୍ରୁଟ୍ସ, ଭେଜିଟେବୁଲ୍ସ, ଆଉ ହେଲ୍ଦି ଅନହେଲ୍ଦି ଫୁଡ଼୍, ଦୁଇଟା ରାଇମ୍ସ, ଗୋଟେ ଷ୍ଟୋରି, ଆଉ ଗ୍ୟାଡ଼ଜେଟ୍ସ, ଏମିତି ସବୁ କେତେଟା ଜିନିଷ ଥିଲା ସେଥିରେ। ଆଉ ଫ୍ଲାୱାର, ଭେହିକିଲ୍, ପ୍ରାୟ ସବୁ ସିଜିନ୍, ସେପ୍, ବଡ଼ି ଅର୍ଗାନ୍ ସବୁ ଅଛି ଏ ବୁକ୍ରେ। ମାନେ ଗୋଟେ ଛୋଟ ଛୁଆ ଯିଏ ପଢ଼ିବା ଷ୍ଟାର୍ଟ କରୁଛି ତା ପାଇଁ ତ ଏଇଟା ବହୁତ ବେନିଫିସିଆରୀ। ଆଉ ୟା ଭିତରେ ବାସନ ଗୁଡ଼ା ସବୁ ପଡ଼ିଥିଲା, କିଛି ମାଜି ନଥିଲି କାହିଁକିନା ତାକୁ ଶୋଇବାକୁ ନେଇଯାଇଥିଲି। ୟା ଭିତରେ ମୋର ବାସନ ମଜାମଜି କରିକି କମ୍ପ୍ଲିଟ୍ କରିଦେଲି। ଇଏ ତ ଗୋଟେ ପାର୍ଟ, ବାସନ ମଜା, ଘର ସଫା, ଇଏ ତ ଗୋଟେ ପାର୍ଟ ଆମର ଡେଲି ରୁଟିନ୍ର। ଏ ନକଲେ ତ ସନ୍ଧ୍ୟାବେଳେ ଘର ଓଳା ସହିତ ବାସନ ମଜାଟା କମ୍ପଲସରି ଇଭିନିଂରେ। ଏଗୁଡ଼ା ସରିଲା ପରେ ମୁଁ ଯାଏ ସନ୍ଧ୍ୟା ଦେବାକୁ। ଆଉ ବହୁତ ଆସ୍ତେ ଆସ୍ତେ ହ୍ୟାଣ୍ଡେଲ୍ କରିବାକୁ ପଡ଼ୁଥିଲା, କାହିଁକିନା ଝିଅ ଶୋଇଥିଲା, ସାଉଣ୍ଡ ହେଲେ କାଳେ ଉଠିଯିବ। ତାପରେ ମୋ ଝିଅ ଉଠିକି ଦେଖନ୍ତୁ ତା ବୁକ୍ ଦେଖିକି ପୁରା ପଢ଼ିବାକୁ ବସି ପଡ଼ିଲା। କେତେ ଖୁସି ସେ ତା ବୁକ୍ ଦେଖିକି ମୋତେ ହାତ ଦେଖେଇକି ଚିହ୍ନଉଛି, ମାମା ଏଇଟା କ'ଣ, ମାମା ଏଇଟା କ'ଣ। ସେ ଗୋଟେ ଗୋଟେ କହିଲେ ସେ ତାପରେ ପୁରା ଗୋଟେ ଗୋଟେ ଷ୍ଟେପ୍କୁ ଯାଏ। କରୁଛି ଫୋନ୍ ଥୁଆ ହେଇକି ଏପଟେ ମଜି ବୋଲି ସେ ଯାଇକି ସେଇଠି ଫୋନ୍ ପାଖରେ ଲାଗୁଛି, ତାକୁ ଆଣିକି ଏଠି ଛାଡ଼ିକି ପୁଣି ମୋ ବେଡ଼୍ ସାଇଡ଼୍ରେ ଲାଗି ପଡ଼ିଲି ଟିକେ ଝଡ଼ାଝଡ଼ି କରି, କାହିଁକିନା ଆମେ ଦୁଇ ଜଣ ଏଇଠି ରେଷ୍ଟ କରୁଥିଲୁ। ତାକୁ ଯେତେଥର ଆଣୁଥାଏ ସେ ସେତେଥର ଯାଇକି ସେଇ ଫୋନ୍ ପାଖରେ ଲଟକୁଥାଏ। ସନ୍ଧ୍ୟାବେଳେ ଉଠିକି ବେଡ଼୍ଟା ଟିକେ ଝଡ଼ାଝଡ଼ି ନ କଲେ ଭଲ ଲାଗେନି।
ବଡ଼ ମୁଁ ସେ ଶୋଇଲା ଭିତରେ ହିଁ ଘର ଓଳା ବାସନ ମଜା ସବୁ ସାରି ଦେଇଥିଲି। ତ ଏବେ ହେଇଯାଇଥିଲା ରାତି, ଆମେ ଚାଲୁ ଶୋଇବାକୁ। ରହିଲି, ଟାଟା ବାଏ ବାଏ, ଜୟ ଜଗନ୍ନାଥ। ପୁଣି ଦେଖା ହେବ ନେକ୍ସଟ ଭିଡ଼ିଓରେ।